ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧୀନସ୍ଥ ହରିଦାସପୁରର ମା କୁସୁମାବତୀ ମନ୍ଦିର ନିକଟରେ ସ୍ୱାମୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ପଞ୍ଚଦିବସୀୟ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ସ୍ୱାମୀ ସତ୍ୟାନନ୍ଦ ଜଗନ୍ନାଥ ବିଭିନ୍ନ କଥାମୃତ ପ୍ରବଚନ ମାଧ୍ୟମରେ ପ୍ରକାଶ କରିଥିଲେ। ପ୍ରତିଦିନ ହଜାର ହଜାର ଶ୍ରୋତା ଏବଂ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହି ମହାପ୍ରଭୁଙ୍କ ବିଭିନ୍ନ କଥା ଶ୍ରବଣ କରିଥିଲେ। ଏହି ଅବସରରେ ଜଗନ୍ନାଥଙ୍କ 24 ପ୍ରକାର ସୁସଜ୍ଜିତ ବେଶକୁ ଦେଖିବାକୁ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କଦଳା ହରିଦାସପୁରର ବଳିଗିରି କୋଶାଳିଆ କଞ୍ଚିଆ ଆଦି ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ। ଧର୍ମଶାଳାରୁ ମାନସ ରାଉତଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।